सब बेले कौन कांदिया भल लगे कंदेवा लोक निहाती दरकार ना। अच्छा आ मैडम। नेगेटिव टा होची हमर यात्रार नाटकर मसला मसला जदि न दिया जिव नाटक कौन भल लगे। नमस्कार मैडम उत्कल केन्द्र को आपको नमस्कार स्वागत। बेबीना जेना आपन घर मैडम कोउठु आपन घर? मो घर भद्रक चांदवाली मो शशुर घर। मैडम आपण ଯାତ୍ରା ପାଟିକି କେମିତି ଆସିଲେ ଯାତ୍ରା କ୍ୟାରିୟର ଆପଣଙ୍କର କେମିତି ଆରମ୍ଭ ହେଲା? ଯାତ୍ରା କ୍ୟାରିୟର ଏମିତି ଯାତ୍ରା ଛୋଟବେଳୁ ଦେଖୁଥିଲି ବି ଥରେ ଅଧେ ଦେଖେ ସେମିତି ଯାତ୍ରା ପ୍ରିୟ ମୁଁ ନୁହଁ। ତାପରେ ବି କେମିତି ଇଣ୍ଟରେଷ୍ଟ ହେଇଗଲା ଯେ ନାଇଁ ମୁଁ ଯାତ୍ରା କରିବି। ଘରୁ ସପୋର୍ଟ ନଥିଲା। ଯାତ୍ରାକୁ ଯା ହାତ ଧରିକି ଆସିଥିଲି। ଆଗ ନେଇକି ଆସିଲେ ଘରୁ ଆଣିକି ବାହାଘର ହେଇଗଲା ତାପରେ ମୁଁ ଯାତ୍ରାକୁ ଆସିଲି। ମାନେ ଆପଣଙ୍କର ମ୍ୟାଡାମ ଲଭ ମ୍ୟାରେଜ? ହଁ। ଆପଣ ଯୋଉ ଲଭ ମ୍ୟାରେଜ ହେଲା ବାହାଘର ପରେ ଯାତ୍ରାକୁ ଆସିଥିଲେ ନା ଯାତ୍ରାରୁ ଆପଣଙ୍କର ଭଲ ପାଇବା ହେଇଥିଲା? ନାଇଁ ନାଇଁ ବାହାଘର ହେଇକି ମୁଁ ଯାତ୍ରାକୁ ଆସିଥିଲି। ମୁଁ ଯାତ୍ରାକୁ ଆସିକି ବାହାଘର ହେଇନି ମୋ ଝିଅ ବେଳେ ବାହାଘର ହେଇଗଲା ତାପରେ ଯାତ୍ରାକୁ ଆସିଥିଲି। ମ୍ୟାଡ଼ାମ ଆଜି ଯୋଉ ବହିଟି ଯୋଉ ଆପଣଙ୍କର ଆଖେଡ଼ ଶାଳରେ ଯୋଉ ପ୍ରସ୍ତୁତ ହଉଛି ଏ ବହି ବିଷୟରେ ଆପଣ କିଛି ଆମର ତ ଟିକେ ଡେରି ହେଇଯାଇଛି ନାଟକ ଏବେ ସେକେଣ୍ଡ ନାଟକରେ ପଡିଛି। ନାଟକଟା ଆମର ଚାଲିଛି ଅଧା ସପନକୁ ରାତି ସରିଛି। 5ଟା 6ଟା ମାତ୍ର ସିନ୍ ହେଇଛି ସେଥିରେ ଆମେ ଯେତିକି ଦେଖିଲୁ ପୁରା ଦାନା ଦିଆ ନାଟକ ସବୁ ପାର୍ଟିକୁ ଚ୍ୟାଲେଞ୍ଜ କରିକି ଆମେ ଏ ନାଟକଟି ଆଗକୁ ନେଇପାରିବୁ। ଏ ବହିରେ ଆପଣଙ୍କର କ୍ୟାରେକ୍ଟର କଣ ରହିଛି? ଆଉ କ୍ୟାରେକ୍ଟର ଆପଣ ଏଥିରେ ମୁଖ୍ୟ ଭୂମିକାରେ ମତଲବ ଆପଣ ମୁଖ୍ୟ ଅଭିନେତ୍ରୀ ହିସାବରେ ଏଥିରେ ମୁଁ ତ ସବୁ ନାଟକରେ ନେଗେଟିଭ ଏ ନାଟକରେ ବି ମୁଁ ମୁଖ୍ୟ ନେଗେଟିଭ ନାୟିକା ଅଛି। ଆପଣଙ୍କୁ ମ୍ୟାଡାମ ନେଗେଟିଭ ଜିନିଷ କାହିଁକି ଭଲ ଲାଗିଲା? ପ୍ରଥମେ ତ ମୁଁ ବି ଯେତେବେଳେ ଯାତ୍ରା ଆସିଥିଲି ମୁଁ ପଜିଟିଭ କରୁଥିଲି। ସବୁବେଳେ କଣ କାନ୍ଦିବାକୁ ଭଲ ଲାଗିବ କନ୍ଦେଇବା ଲୋକ ନିହାତି ଦରକାର ନା। ଆଚ୍ଛା ଆଉ ମ୍ୟାଡ଼ାମ ନେଗେଟିଭ ଟା ହଉଛି ଆମର ଯାତ୍ରାର ନାଟକର ମସଲା। ମସଲା ଯଦି ନ ଦିଆଯିବ ନାଟକ କଣ ଭଲ ଠିକ ଅଛି ଲାଗିବ ଯଦି ଜଣେ କାନ୍ଦିବ ତାକୁ ଜଣେ ତ କନ୍ଦେଇବ ନା ନାଇଁ ସେ ଜଣକ ମୁଁ ହେଲେ ଅସୁବିଧା କଣ ହେଲା। ଠିକ ଅଛି ମ୍ୟାଡ଼ାମ ଆପଣ ଯୋଉ ଯେତିକି ନାଟକ ପ୍ରସ୍ତୁତ ହେଇଛି କିଛି ଆପଣଙ୍କ ମନ ପସନ୍ଦର ଶଳା ପଡିଛି? ମୋର ଗୋଟେ ଖରାପ ଗୁଣ ପେଣ୍ଡେଲରୁ ଓହ୍ଲେଇଲେ ମୁଁ ଡାଇଲଗ ଭୁଲିଯାଏ। ପେଣ୍ଡେଲକୁ ଗଲେ ସବୁ ମାଙ୍କ ଇଚ୍ଛା ସେଠି ସବୁ କହିବି ପେଣ୍ଡେଲରୁ ଓହ୍ଲେଇଲେ ମୋ ଡାଇଲଗ ହିଁ ଭୁଲିଯାଏ। ଆଉ ଇଏ ତ ସହଜରେ ନୂଆ ନାଟକ ଦିଟା ଚାଲିଛି ଆପଣ ମାନେ ଅପେକ୍ଷା କରନ୍ତୁ। ଫିଲ୍ଡ କୁ ଗଲେ ସବୁ ଆପେ ଆପେ ଜାଣିପାରିବେ ଆଉ ସବୁ ଆମେ ସବୁ ନାଟକର ସଂଳାପ ଆପଣଙ୍କୁ ଜଣେଇବୁ। ଆଚ୍ଛା ଆପଣ କିଛି ଯାତ୍ରା ପାଟିରେ ଯୋଉ ଅଭିନୟ ଜୀବନ ଆପଣଙ୍କର ଆପଣଙ୍କ ଏଇ ଯୋଉ ଅଭିନୟ ନେଗେଟିଭ ରୋଲ ଆପଣ କାହାକୁ ନିଜର ଆଦର୍ଶ ବୋଲି ଭାବନ୍ତି କାହାଠୁ ଇନ୍ସପିରେସନ ନିଅନ୍ତି ଯେ ନାଇଁ କ୍ୟାରେକ୍ଟର ଟାକୁ ଇଏ ଏମିତି କରିଛି ମୁଁ ଭଲ କରିପାରିବି। ମୁଁ ପ୍ରଥମେ ଯୋଉ ପଜିଟିଭ ଆର୍ଟିଷ୍ଟ ଥିଲି ନେଗେଟିଭ ସେତେ ମୋର ପସନ୍ଦ ନଥିଲା। ଧୀରେ ଧୀରେ ମନଟା ବଦଳିଗଲା। ଆଜିର ଯାତ୍ରା ସମାଜରେ ଯାହା ସବୁ ଘଟୁଛି ତାକୁ ସବୁ ଦେଖିବା ପରେ ହିରୋଇନ କରିବା ପାଇଁ ମୁଁ ଆଉ ଇଚ୍ଛା କଲିନି ନେଗେଟିଭ କରୁଛି। ଯେତେ ନେଗେଟିଭ ଆର୍ଟିଷ୍ଟ ଅଛନ୍ତି ଯାତ୍ରା ଜଗତରେ ମୁଁ ଚାନ୍ସ ପାଇଲେ ସମସ୍ତଙ୍କ ସହିତ କମ୍ପିଟିସନ କରିବି ଆଉ 1 ନମ୍ବରରେ ବି ରହିବି। ପେଣ୍ଡାଲ ଉପରେ କେବେ ଗାଳି ଖାଇନାହାନ୍ତି? ହଁ ଗାଳି ତ ସବୁବେଳେ ଖାଉଛି। ପେଣ୍ଡେଲ ଚଢିବି ମାନେ ତ ମତେ ଗାଳି ଆରମ୍ଭ ସେଇଟା ତ ମୋ ପାଇଁ ଭାତ ଥାଳି। ଦର୍ଶକ ଗାଳି ଶୁଣିଲେ ଆପଣଙ୍କୁ କଣ ଲାଗେ? ଦର୍ଶକଙ୍କ ଗାଳି ଶୁଣିଲେ ମତେ ଭଲ ଲାଗେ ଏଇଥିପାଇଁ ଭଲ ଲାଗେ ମୁଁ ନିଜକୁ ବୁଝିପାରେ ଯେ ନାଇଁ ମୁଁ ସେ ଲେବୁଲରେ ପହଞ୍ଚି ପାରିଛି ଯୋଉଥିପାଇଁ ସେମାନେ ମତେ ଗାଳି ଦଉଛନ୍ତି। ଯଦି ମୁଁ ତାଙ୍କ ମନ ନ କିଣି ପାରିବି ତାହେଲେ ସେମାନେ ମତେ ଗାଳି ଦେବେ କଣ ପାଇଁ। ମ୍ୟାଡ଼ାମ ଆପଣ ସବୁ ମାନେ ଯାତ୍ରା ଅଭିନେତ୍ରୀ ମାନଙ୍କର ଗୋଟେ ଥାଏ ଯେ ଆମେ ଆମକୁ ସୁଯୋଗ କମ ମିଳୁଛି ବା ଆମ ମନ ପସନ୍ଦର ବହି ମିଳୁନି। ଏମିତି କିଛି କ୍ୟାରେକ୍ଟର ଅଛି କି ଯୋଉ କ୍ୟାରେକ୍ଟର ଟା ଆପଣ ଚାହୁଁଛନ୍ତି ମତେ ଏମିତି ଗୋଟେ ଚାଲେଞ୍ଜିଂ କ୍ୟାରେକ୍ଟର ମିଳୁ? ଶୁଣନ୍ତୁ ଗୋଟେ ଛୋଟ ପାର୍ଟ ହେଲେ ବି ତାର ମହତ୍ଵ ଥାଏ। ଯଦି ସେ ଛୋଟ ପାର୍ଟ ଟା ଆମେ ନେଇକି ଗୋଟେ ଜାଗାରେ ଥୋଇପାରିବା ତାହେଲେ ଆମେ କଳାକାର।
ନାଇଁ ଆମକୁ ସେ ମୁଖ୍ୟ ଜିନିଷଟା ଦିଅନ୍ତୁ, ଆମ ଉପରେ ଲୋଡ ଦିଅନ୍ତୁ, ସେଇଟା ଭୁଲ କଥା। ଛୋଟଟେ ହଉ ସେଇ ଜିନିଷଟାକୁ ଆମେ ନେଇକି ଯଦି ଜାଗାରେ ଥୋଇ ପାରିଲେ ତାହେଲେ ଆମେ ହିଁ କଳାକାର, ତା ନହେଲେ ଆମେ କଳାକାର ନୁହେଁ। ଅଛନ୍ତି ଷ୍ଟାର ଆର୍ଟିଷ୍ଟ ଅଛନ୍ତି, ଆମେ କେବଳ ଏଇ ପାର୍ଟଟା ହିଁ କରିବୁ, ଆମେ ପଜିଟିଭ କରୁଛୁ ନେଗେଟିଭ କରିବୁନି, କଣ ପାଇଁ କରିବେ? ତାହେଲେ ଆପଣ କି ଆର୍ଟିଷ୍ଟ? ପଜିଟିଭ କରୁଛନ୍ତି ମାନେ ନେଗେଟିଭ କରିବେ, ଆଉ ନେଗେଟିଭ କରୁଛନ୍ତି ମାନେ ପଜିଟିଭ କରିପାରିବେ। ଯଦି ନ କରିପାରିଲେ ତାହେଲେ ଆପଣ ଆର୍ଟିଷ୍ଟ କାହିଁକି ହେବେ ମତେ କହୁନାହାନ୍ତି? ମ୍ୟାଡାମ ବହୁତ ସମୟରେ ଶୁଣାଯାଏ ଯେ ଯାତ୍ରାରେ ଅଭିନେତ୍ରୀ ମାନଙ୍କ ଭିତରେ ପଡେନି, କାରଣ ଦିଟା ପିଲା କେବେଳେ ଏକାଠି ରୁହନ୍ତିନି। ଏଇଟା ସତ ନା ମିଛ? ନିହାତି, ଏଇଟା ନିହାତି ସତ କଥା। ମୁଁ ତ ଦେଖୁଛି, ଆଉ ମୁଁ ହିରୋଇନ ଛାଡିଦେବାର ମୁଖ୍ୟ କାରଣ ବି ସେଇଟା। ଜଣ ପାଠ ପଢିଗଲା ଆଉ ଗୋଟେ ହିରୋଇନ ମନ ଦୁଃଖ କଲା, ତାର ପାଠ ପଢିଲା ମୋର ପଢିଲାନି, ମୁଁ ଆସିଥିଲି ମେଜର କରିବାକୁ ତାକୁ ଦେଇଦେଲେ। ଆରେ ବାବା କଣ ପାଇଁ ଏସବୁ? ତୁ ବି ଆସିଛୁ ମାଲିକର ଖଟିବୁ, ମୁଁ ବି ଆସିଛି ମାଲିକର ଖଟିବୁ। ଯାହାକୁ ଯାହା ମିଳିଲା ଖୁସି ମନରେ କର, ରାତି ପାଇଲେ ନିଜ ରୁମକୁ ଯାଉ, ଖାଅ ପିଅ ଶାନ୍ତିରେ ରୁହ। ପେଣ୍ଡେଲ 4 ଘଣ୍ଟା ସରିଗଲା ପରେ ଆଉ କିଛି ତାର ମାନେ ମତଲବ ଅଛି କି? ତାହେଲେ ଆମ ଭିତରେ କଳି କାହିଁକି? ଯୋଉମାନେ କଳି କରୁଛନ୍ତି ସେମାନେ ତାଙ୍କ ଘରେ କେବେ କାହା ସହିତ ମିଶିକି ଚଳି ପାରନ୍ତି, ସେଇଥିପାଇଁ ଏଠି ଆସିକି କଳି କରୁଛନ୍ତି। ଏଇ ଯୋଉ ଆମର ଆସୁଛନ୍ତି ଖାଲି ଆଇଟମ ଗାର୍ଲ ହେଇକିରି, ପ୍ରଥମେ ତ ମୁଁ ଦର୍ଶକ ମାନଙ୍କୁ କହେ ସେମାନେ ଯୋଉ ଉଲଗ୍ନ ହଉଛନ୍ତି ଦର୍ଶକ ଦାୟୀ। ଗୋଟାଏ ଦିନ ଦର୍ଶକ ମାନେ ସେମାନେ ପେଣ୍ଡେଲ ଚଢିଲେ, ଦର୍ଶକ ଯଦି ଟେଣ୍ଟ ଛାଡିଦେବେ ତାହେଲେ ମାଲିକ ମାନେ ଆଉ ତାଙ୍କୁ ଆଣିବେ ନାହିଁ। ଯଦି ନ ଆଣିବେ ଆରାମ ସେ ଯାତ୍ରା ଚାଲିବ। ସିଏ ନ ଆସିଲେ କଣ ଯାତ୍ରା ହବନି? ଯାତ୍ରା ହବ ନା ନାଇଁ? ଉଲଗ୍ନ ହେଲେ କଣ ଆମେ ଖାଲି ଯାତ୍ରା କରିବା, ନହେଲେ ଯାତ୍ରା କରିପାରିବାନି? ଭଲ ଡ୍ରେସ ଖଣ୍ଡେ ପିନ୍ଧିକି କଣ ଆମେ ଅଲଗା କଥାରେ ଅର୍ଥ ବୁଝେଇ ପାରିବାନି? ତାହେଲେ ଉଲଗ୍ନ ହବା କଣ ଆବଶ୍ୟକ? ପ୍ରାୟ ବଡ ବଡ ପାର୍ଟି ସବୁ ଚାଲିଛି ଆମର କୋଣାର୍କ, ଶିବାନୀ, ତୁଳସୀ, ଏମିତି ଅନୁଷ୍ଠାନରେ ବି ଆଇଟମ ଗାର୍ଲ ଅଣାଯାଉଛି। କଣ ପାଇଁ ଆଣୁଛନ୍ତି? ଲୋକ କହୁଛନ୍ତି ଆଜି ଲୋକ ଯାଉନାହାନ୍ତି, ଦର୍ଶକ ଦେଖିବାକୁ ଯାଉନାହାନ୍ତି, ଆଜି ଆସିଛନ୍ତି ଗୋଟେ ଆଇଟମ ଗାର୍ଲ ଆସିଛନ୍ତି ହାଉସଫୁଲ। ତାହେଲେ ଦର୍ଶକ ଚାହୁଁଛନ୍ତି ନା ମାଲିକ ଚାହୁଁଛନ୍ତି? ଦର୍ଶକ ଚାହୁଁଛନ୍ତି। ମାଲିକ ମାନେ ଦେଖିଲେ ଯଦି ଉଲଗ୍ନକୁ ଦର୍ଶକ ମାନେ ଦେଖିବାକୁ ଖୁସି ହଉଛନ୍ତି, ତାହେଲେ ଆମେ ଆଣିକି ଠିଆ କରେଇଦେଲେ ଆମର 2 ପଇସା ବେପାର ହେଲା। ସେମାନେ 200-250 ପରିବାରକୁ ପୋଷୁଛନ୍ତି, ସମସ୍ତଙ୍କ ମୁହଁରେ ତ ଗଣ୍ଡେ ଖାଇବାକୁ ଦେବେ ନା। ଅଭିନେତ୍ରୀ ବେବିନା ଆଉ ଆଜ୍ଞା, ସ୍ତ୍ରୀ ବେବିନା ଭିତରେ କେମିତି ମ୍ୟାନେଜ କରୁଛନ୍ତି? ମୋ ମ୍ୟାରେଜ 15 ବର୍ଷ ହେଇଗଲାଣି। ଆଜି ଯାଏ ଆମର କିଛି ପ୍ରୋବ୍ଲେମ ହେଇନାହିଁ। ମୋ ପାଇଁ କିଛି ଫରକ ପଡେନି ଅଭିନୟ ଆଉ ପରିବାର ଭିତରେ। ମୁଁ 2ଟା ଯାକୁ ସମାନ ଭାବରେ ତୁଲେଇ ଆସିଛି। ଘରେ ଶାଶୁ ଶ୍ୱଶୁର, ଦିଅର, ନଣନ୍ଦ, ମୋର ଗୋଟେ ଯା ଅଛି, ମୋର ଝିଅ ପୁଅ 2ଟା। ମୋ ଝିଅ 9th କ୍ଲାସରେ ପଢୁଛି ଆଉ ମୋ ପୁଅ 6ରେ ପଢୁଛି। ଆଉ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯାତ୍ରାକୁ ନେଇକି କେବେ କଳି ହୁଏନି। ଆମେ ପେଣ୍ଡେଲ ପାଖରୁ ଚାଲିଗଲା ପରେ ଆମକୁ ଏମିତି ଗଣ୍ଡେ ଖାଇବୁ, ଶାନ୍ତିରେ ଟିକେ ଶୋଇବୁ, ଘରେ ସାଙ୍ଗରେ ଟିକେ ଲିଙ୍କ ରଖିବୁ, ତାଙ୍କୁ ଟିକେ ଭଲ ମନ୍ଦ ବୁଝିବୁ, ବାସ୍। ଏତିକିରେ ମୋ ଜୀବନ ଖୁସି। ଭବିଷ୍ୟତ ପ୍ଲାନିଂ ଯାତ୍ରାକୁ ନେଇକି ଏବେ ତ ମୁଁ ନେଗେଟିଭ ହିରୋଇନ କରୁଛି, ଆଉ କିଛି ଦିନ ପରେ ମୁଁ ମଦର କରିବି। ମତେ ଅଡିଏନ୍ସ କହିବା ପୂର୍ବରୁ ଯେ ନାଇଁ ଆପଣଙ୍କର ଏଜ ହେଇଗଲାଣି, ଆପଣ ଆଉ ହିରୋଇନ ପାଇଁ ଯୋଗ୍ୟ ନୁହନ୍ତି, ସେମାନେ କହିବା ପୂର୍ବରୁ ମୁଁ ହିରୋଇନ ଜାଗା ଛାଡିଦେବି, ମଦର କରିବି। ଦେଖିବି କିଛି ଦିନ ପରେ ଯାତ୍ରାରୁ ବି ମୁଁ ଅବସର ନେଇଯିବି। ମଦରକୁ ଗଲା ପରେ ମୁଁ ଅବସର ନେବି, କାହିଁକିନା ମୋ ପୁଅ ଝିଅ ବଡ଼ ହେଇଯାଇଥିବେ। ମୋର ବି ଆଶା ଅଛି ମୋ ଛୁଆ 2ଟାଙ୍କୁ ଟିକେ ହାଇ ଫାଇରେ ପାଠ ପଢେଇକି ଚାକିରି ବାକିରି ଟିକେ କରେଇଦେବି, ସେତିକି। ନହେଲେ ଯାତ୍ରାରେ ଯେ ମୁଁ ସବୁଦିନ ବୁଢୀ ହବା ଯାଏ ରହିବି ତାର କିଛି ଇଏ ନାହିଁ। ମୋର ସେମିତି କିଛି ଆଶା ନାହିଁ ଯେ ନାଇଁ ଯାତ୍ରା ହେଲେ ମୁଁ ଚଳିବି, ନହେଲେ ଚଳିପାରିବି। ଯାତ୍ରାରୁ ମୁଁ ବହୁତ ଶୀଘ୍ର ଅବସର ନେଇଯିବି।